ମୁଁ ଡକ୍ଟର ସୌଭାଗ୍ୟ ପରିଡ଼ା ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ଜଣେ ଅଧିବାସୀ ଭାରତୀୟ ଜନତା ପାର୍ଟି ଜଣେ କର୍ମୀ। ମୁଁ ଏଠି ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ଭୋଟର ଭାଇ ଭଉଣୀମାନଙ୍କୁ ବୁଦ୍ଧିଜୀବୀମାନଙ୍କୁ ବରିଷ୍ଠ ନାଗରିକ ଯୁବପିଢ଼ିଙ୍କୁ କିଛି କହିବାକୁ ଚାହୁଁଛି। ଆପଣମାନେ ବିଚାର କରିବେ। ଆପଣମାନେ ବୁଦ୍ଧିଜୀବୀ, ଆପଣମାନେ ବହୁତ ବରିଷ୍ଠ ନାଗରିକ ଅଛନ୍ତି, ଆପଣମାନେ ପ୍ରଚଣ୍ଡ ସ୍ୱାଭିମାନୀ। ଆପଣମାନେ ଦେଖିଥିବେ ଗତ 2 ଦିନ ଧରି ସାମାଜିକ ଗଣମାଧ୍ୟମରେ ଆମର ପ୍ରିୟ ବିଧାୟକଙ୍କର ଲେଟର ପ୍ୟାଡ୍ରେ କିଛି ପୋଲିସ ଅଫିସରଙ୍କୁ ଟ୍ରାନ୍ସଫର କରିବା ପାଇଁ ଆଡ଼ିସନାଲ ଚିଫ୍ ସେକ୍ରେଟାରୀ ହୋମକୁ ଲେଖିକି ଦିଆଯାଇଛି। ମୋର ଏଠି ଦୁଇପଦ କହିବାକୁ ଚାହୁଁଛି। ସେଠି କିଛି ଅଫିସରମାନଙ୍କ ପାଇଁ ରେକମେଣ୍ଡେସନ୍ କରାଯାଇଛି, ଯେଉଁ ଅଫିସରମାନଙ୍କର ଆଣ୍ଟିସିଡେଣ୍ଟ ବା କ୍ରେଡେନ୍ସିଆଲ୍ସ ଏତେ ଉଚ୍ଚକୋଟୀର ନୁହେଁ। 2ଟି ଏକ୍ଜାମ୍ପଲ୍ ମୁଁ ଦେବାକୁ ଚାହୁଁଛି। ଗୋଟେ ତପନ ନାୟକ ଜଣେ ଅଫିସର, ଯେ ଆଗରୁ ବହୁତ ବର୍ଷ ଧରି କେନ୍ଦ୍ରାପଡ଼ାରେ କାମ କରିଛନ୍ତି, ଏବେ ଧର୍ମଶାଳାରେ ଅଛନ୍ତି। ତାଙ୍କ ନାଁରେ ଆଗରୁ ବିଭିନ୍ନ ଅଭିଯୋଗ ଥିଲା ପରେ ସେ କେନ୍ଦ୍ରାପଡ଼ା ଜିଲ୍ଲାରୁ ବଦଳି ହୋଇଥିଲେ। ତାଙ୍କୁ ମାର୍ଶାଘାଇ ଭଳି ଏକ ସେନ୍ସିଟିଭ୍ ଥାନାକୁ ଆଣିବା ପାଇଁ ରେକମେଣ୍ଡେସନ୍ କରିଛନ୍ତି ମାନ୍ୟବର ବିଧାୟକ। ତାପରେ ଯେଉଁ ରହିଛନ୍ତି ଜ୍ୟୋତିରଞ୍ଜନ ଗୌଡ଼ ବୋଲି ଏସ୍ଡିପିଓ, ତାଙ୍କ ନାଁରେ ବର୍ତ୍ତମାନ କ୍ରିମିନାଲ କେସ୍ ଚାଲିଛି। କିଶୋରନଗର ଥାନା ହେଉ, ନେମାଳ ଥାନା ହେଉ, କଟକର ବିଭିନ୍ନ ଥାନା ହେଉ, ବିଭିନ୍ନ ଥାନାରେ ତାଙ୍କ ନାଁରେ ବହୁତ ଅଭିଯୋଗ ଥିଲା ପରେ ପୋଲିସ ପ୍ରଶାସନରେ କ୍ରାଇମ୍ ବ୍ରାଞ୍ଚରେ ତାଙ୍କ ନାଁରେ ଇନକ୍ୱାରି ଚାଲିଛି। ମୋର ପ୍ରଶ୍ନ ଉଠୁଛି, ବିଧାୟକ ମହୋଦୟ ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ଥିବା ପୋଲିସ ଅଫିସରଙ୍କୁ ନ ଆଣି ଏମିତି ରେକମେଣ୍ଡେସନ୍ କରିବା ପଛରେ ଉଦ୍ଦେଶ୍ୟ କ'ଣ? କାହାର ସ୍ୱାର୍ଥ ପୂରଣ ହେବ? ଇଏ ମହାକାଳପଡ଼ାବାସୀଙ୍କ ସ୍ୱାର୍ଥ ପୂରଣ ହେବ ନା ବ୍ୟକ୍ତିଗତ ଏଜେଣ୍ଡାକୁ ନେଇ କାମ କରିବା ପାଇଁ ସେ ଚାହୁଁଛନ୍ତି? ଇଏ ରହିଲା ଗୋଟିଏ କଥା। ଦ୍ୱିତୀୟ କଥା, ଆପଣମାନେ ଜାଣିଥିବେ ବର୍ତ୍ତମାନ ମୋହନ ମାଝୀ ସରକାର ଏ ପିପୁଲ୍ସ ଚିଫ୍ ମିନିଷ୍ଟର କୁହାଯାଉଛି। ଲୋକପ୍ରିୟ ସରକାର, ନିଶ୍ଚିତ ଭାବରେ ଲୋକପ୍ରିୟ ସରକାର। ବହୁତ ଭଲ କାମ କରୁଛନ୍ତି, କଠିନ ପରିଶ୍ରମ କରୁଛନ୍ତି। ଲୋକମାନଙ୍କର ଯାହା ଆଶା ଆକାଂକ୍ଷା ଅଛି ପୂରଣ କରି ସେ ଚାଲିଛନ୍ତି। ଏପରି ସ୍ଥଳରେ ସେ ଚାହିଁଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେ ଗୃହ ବିଭାଗରେ ଅଛନ୍ତି ତାଙ୍କୁ ଗୋଟିଏ ରିକ୍ୱେଷ୍ଟ ଲେଟର କରିପାରିଥାନ୍ତେ। ରିକ୍ୱେଷ୍ଟ ଲେଟର କରିକିରି ଯେ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର କେନ୍ଦ୍ରାପଡ଼ାର ଲ ଆଣ୍ଡ ଅର୍ଡ଼ର ବିପର୍ଯ୍ୟସ୍ତ ହୋଇଯାଇଛି, ତା ପାଇଁ ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ଥିବା ପୋଲିସ ଅଫିସରକୁ ଦିଅନ୍ତୁ। ଠିକ୍ ଅଛି, ପୋଲିସ ଅଫିସର ବଦଳିବା, ନୂଆ ଆସିବା, ପୁରୁଣା ଯିବା ଏକ ନିରନ୍ତର ପ୍ରକ୍ରିୟା। କିନ୍ତୁ କିଛି ପର୍ଟିକୁଲାର ପୋଲିସ ଅଫିସରମାନଙ୍କୁ ରେକମେଣ୍ଡେସନ୍ କରିବା ଏଇଟା ଯୁକ୍ତିଯୁକ୍ତ ନୁହେଁ, ଏଇଟା ଗ୍ରହଣଯୋଗ୍ୟ ନୁହେଁ। କାହିଁକି ଯେଉଁ ଅଫିସରମାନଙ୍କୁ ରେକମେଣ୍ଡେସନ୍ କରିଛନ୍ତି, କାହିଁକି ଏଠି ଭରତପୁର ଭଳି କେସ୍ ନ ହେବ? କାହିଁକି ସାମ୍ପ୍ରଦାୟିକ ଦଙ୍ଗା ନ ହେବ? କାହିଁକି ଲୁଟପାଟର ଶିକାର ନ ହେବେ ଲୋକମାନେ? ତାର ଗ୍ୟାରେଣ୍ଟି କିଏ ଦେବ? ତେଣୁ ଭାରତୀୟ ଜନତା ପାର୍ଟି ସରକାର ବହୁତ ବର୍ଷ ପରେ ଆସିଛି। ଏ ଆମ ସମସ୍ତଙ୍କର ଦାୟିତ୍ୱ, ଏ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ସବୁ ଭାଇ ଭଉଣୀମାନଙ୍କର ଦାୟିତ୍ୱ। ଆମେ କେମିତି ଏ ମୋହନ ମାଝୀ ସରକାରଙ୍କୁ ବିପଦକୁ ଠେଲି ନ ଦେଇ କେମିତି ତାଙ୍କ ସହିତ ହାତକୁ ହାତ ମିଳେଇ ସ୍ୱଚ୍ଛ ନିର୍ମଳ ସରକାର ହେବ ଏବଂ ପୋଲିସ ପ୍ରଶାସନର ଲୋକମାନେ ଏମିତି ଆସନ୍ତୁ ଯିଏ ଲୋକମାନଙ୍କ ପାଖରେ ଉତ୍ତରଦାୟୀ ରହିବେ। ଥାନାରେ ଯେଉଁ କୁହାଯାଇଛି ଯେ ଓଡ଼ିଶା ପୋଲିସର ସ୍ଲୋଗାନ ପିପୁଲ୍ସ ପୋଲିସ, ତେଣୁ ଲୋକମାନଙ୍କର ପୋଲିସ, ତେଣୁ ସେ ବାର୍ତ୍ତାକୁ ନେବା ପାଇଁ ପଡ଼ିବ। ପରଦିନ ବାହାରିଛି, ପୁଣି ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଚାଲିଛି, ଓଡ଼ିଶାର ସର୍ବାଧିକ ବହୁଳ ପେପର ଖବରକାଗଜ ସମ୍ବାଦରେ ବାହାରିଛି ଯେ ମାନ୍ୟବର ବିଧାୟକ କହିଛନ୍ତି ମୁଁ ଏଟାକୁ ଲେଖି ନାହିଁ, ମୋ ସିଗ୍ନେଚରକୁ ଜାଲ କରାଯାଇଛି। ଏ ତ ବହୁତ ବଡ଼ ଅପରାଧ। ଯିଏ କଥା କରିଛି ତା ନାଁରେ କ୍ରାଇମ୍ ବ୍ରାଞ୍ଚରେ ଇନଭେଷ୍ଟିଗେସନ୍ ଦିଆଯାଉ, ପୋଲିସରେ ଏଫଆଇଆର ଦିଆଯାଉ। ଏପର୍ଯ୍ୟନ୍ତ ବିଧାୟକ ମହୋଦୟ ବସିଛନ୍ତି କାହିଁକି? ମୁଁ କଥା ଶୁଣିଲା ପରେ ଭାବୁଛି ବିଧାୟକ ମହୋଦୟ ନିଶ୍ଚିତ ଏଫଆଇଆର ଦେବେ ଯେ ମୋ ଲେଟର ପ୍ୟାଡ୍, ମୋ ସିଗ୍ନେଚର ଏବଂ ମୋ ସିଲ୍କୁ ବ୍ୟବହାର କରି ଏ ଚିଠି କରାଯାଇଛି। ଆପଣମାନେ ବୁଦ୍ଧିଜୀବୀ, ଆପଣମାନେ ବିଚାର କରିବେ ଏ କଥା କେତେ ଦୂର ଯୁକ୍ତିଯୁକ୍ତ। ଧନ୍ୟବାଦ।